ବାରିପଦାରେ ଆରମ୍ଭ ହୋଇଛି ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ଉତ୍ସବ। ବାରିପଦା ଫରେଷ୍ଟ କଲୋନୀରେ ଆୟୋଜିତ ହୋଇଛି ଏହି ଆଧ୍ୟାତ୍ମିକ ଉତ୍ସବ ଅବସରରେ ପାଖାପାଖି 3100 ମହିଳା ଏକ କଳସ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏହି ଭବ୍ୟ ଶୋଭାଯାତ୍ରାରେ ସାଧାରଣ ଭକ୍ତଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତଥା ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଓ ଲୋକପ୍ରିୟ ପ୍ରବାଚିକା ଶ୍ରୀ ଶ୍ରୀ ରାସେଶ୍ୱରୀ ଦେବୀ ଯୋଗ ଦେଇଥିଲେ। ଶ୍ରଦ୍ଧାଳୁମାନେ ସ୍ଥାନୀୟ ବୁଢ଼ାପଳଙ୍ଗ ନଦୀରୁ ପବିତ୍ର ଜଳ ଆଣି ଫରେଷ୍ଟ କଲୋନୀ ସ୍ଥିତ ନବନିର୍ମିତ ମନ୍ଦିର ସ୍ଥଳରେ ପହଞ୍ଚିଥିଲେ। ବୈଦିକ ବ୍ରାହ୍ମଣମାନଙ୍କ ପବିତ୍ର ମନ୍ତ୍ରଧ୍ୱନିରେ ସମଗ୍ର ଅଞ୍ଚଳ ପବିତ୍ରମୟ ହୋଇ ଉଠିଥିଲା। ଏହି ମନ୍ଦିର ନିର୍ମାଣ ପାଇଁ ଦୀର୍ଘ 25 ବର୍ଷ ଧରି ଆୟୋଜକମାନେ ନିଷ୍ଠାର ସହିତ ଉଦ୍ୟମ ଜାରି ରଖିଥିଲେ। ଶେଷରେ ମାନ୍ୟବର ମନ୍ତ୍ରୀଙ୍କ ଅକୁଣ୍ଠ ସାହାଯ୍ୟ ଓ ସହଯୋଗ ଫଳରେ ଏହା ପୂର୍ଣ୍ଣାଙ୍ଗ ରୂପ ପାଇଥିବାରୁ ସମସ୍ତ ବୁଦ୍ଧିଜୀବୀ ଏବଂ ଆୟୋଜକ ମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ। ସିଦ୍ଧିବିନାୟକ ମନ୍ଦିର ସହିତ ପାର୍ଶ୍ୱରେ ହନୁମାନ ମନ୍ଦିର ଓ ଶିବ ମନ୍ଦିର ମଧ୍ୟ ପ୍ରତିଷ୍ଠା କରାଯାଇଛି, ଯାହା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବେଶ୍ ଉତ୍ସାହିତ କରିଛି। ଆମ ଧର୍ମ, ସଂସ୍କୃତି ଓ ପରମ୍ପରା ବିଷୟରେ ଅଧିକ ଜାଣିବା ପାଇଁ ଦେଖୁଥାନ୍ତୁ ଭକ୍ତି ଓଡ଼ିଶା, ଆଧ୍ୟାତ୍ମିକତାର ଅନୁଭବ।